प्రైజ్ లార్డ్. హల్లెలూయా. प्रभु नाम धन्यवाद. फेसबुक रे व्हाट्सएप रे वाक्य शुणा समस्त भाई बहन मान को प्रभु जीशु कृष्ण नाम रे मोर आंतरिक प्रेज लॉर्ड. हम माने गत काली आम किसी विषय शिखिले. कौन शिखिले? पत्रिका विषय रे, कारागार पत्रिका रे विषय मु कहते पुस्तक गुड़िक लिखार उद्देश्य मु कहती. कौन उद्देश्य? तार शिक्षा अनुसार एक पत्रिका गुड़िक लिखा जाए. रोमी पुस्तक टू तेसलोनिक पुस्तक पर्यंत मु आपण मान कहते. आज आम चिंता करने जाऊँ पावलंकर पत्रिका गुड़िक को आम तीन भाग विभक्त करवा. पावलंकर पत्रिका गुड़िक को तीन भाग विभक्त करी आम चिंता करवाटा उचित. केमिति आम विभक्त करवा? कारागार वास पूर्व कारागार बंधन रे तिवा पूर्व लिखा जाइतिबा छोटा पत्रिका कोटा सेटा प्रथम कोरिंथी, द्वितीय कोरिंथी, प्रथम तेसलोनी, द्वितीय तेसलोनी, गलात्य, रोमी पत्रिका. एटा बंधन रे तिवा पूर्व पौल लिखा जाइतिबा पत्रिका गुड़िक. तापरे दुई कारागार भितर अर्थात जेल भितर थाई लिखवाटा पावलंकर चारिटा कारागार थाई लिखा जाइतिबा चारिटा. कोटा से कोलोसे पत्रिका, एपीसी पत्रिका, फिलिपिय पत्रिका, फिलोमन. एडा पावलंकर कारागार थाई लिखा जाइतिबा पत्रिका. और तीन कारागार बाहरला पर लिखवाटा तीनटा. प्रथम तिमोथी, तीतोस, द्वितीय तिमोथी. ये तीन टी पुस्तक पत्रिका गुड़िक कारागार बाहरला पर प्रेरित पौल लिखा जाए. ये आम पढ़ापी चाहती कौन? एपीसी पत्र से हूँ कारागार थाई से लिखा जाए. एपीसी पुस्तक से कथा लिखा जाए. आपण मैंने से वाक्य गुड़िक टिके देखु. एपीसी पत्रिका 3 अध्याय 1 पद. प्रभु जीशु कृष्ण बंदी एडा लेके जो बंधन रे अछि तार 4 रे 1 पद रे बंदी बोली सेठी लिखा जाए. अब प्रेरित पौल ये पत्रिका लिखा समय कहते कारागार भितर बंदी होता समय कौन कले प्रेरित पौल ये पत्रिका गुड़िक लिखा जाए आम जापर. और केते थर प्रेरित पौल बंदी हो जाए आपण मैंने टिके देखु. 4 थर प्रेरित पौल बंदी होते से आम देखा. प्रथम थरे कोटि बंदी होता बोली देखा. प्रेरित पुस्तक 16 अध्याय कसु. प्रेरित पुस्तक 16 अध्याय.
ସବୁ ପଢ଼ିବାର ପାଇଁ ଆମକୁ ସମୟ ର ଅଭାବ। ଏତେ ମଧ୍ୟ କ'ଣ ଅଛି 16 ଅଧ୍ୟାୟର 23 ପଦଠୁ ପଢ଼ନ୍ତୁ। 23ଟାରେ 40 ପର୍ଯ୍ୟନ୍ତ ପଢ଼ିବା କଥା, କିନ୍ତୁ ଆପଣ ପଢ଼ନ୍ତୁ। ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାଧାରଣରେ ରକ୍ଷା କରିବା ନିମନ୍ତେ କାରାଗାର ଅଧ୍ୟକ୍ଷକୁ ଦୃଢ଼ ଆଜ୍ଞା ଦେଲେ। ଏଇଟା ହେଉଛି ପ୍ରେରିତ ପାଉଲ କାରାଗାରରେ ଥିବାଟା। ଏଇଟା ହେଉଛି ତାର 16 ଅଧ୍ୟାୟରେ 11 ପଦରେ ଆମେ ଦେଖିପାରନ୍ତି। ପାଉଲ କାରାଗାରରେ କୋଉଠି ଥିଲୁ? ଫିଲିପିନ କାରାଗାରରେ ପହଞ୍ଚିଲେ। ଯେଠି ଲେଖାଯାଇଛି ଫିଲିପିନରେ ପହଞ୍ଚିଲେ। ସେଠି ଫିଲିପିକୁ ଗଲା ସମୟରେ ସେଟା ଘଟଣା ସେଠି ଲେଖାଯାଇଛନ୍ତି। ହେଲେ ସେ ବିଷୟ ପତ୍ର ବିଷୟ ମୋ ସାହେବ କହିବା ପାଇଁ ଚାହାନ୍ତି ନାହିଁ। ଏକ ପ୍ରେରିତ ପାଉଲ ଫିଲିପିୟ କାରାଗାର ଭିତରେ ଥିଲେ। 2 ପ୍ରେରିତ ପୁସ୍ତକ 21 ଅଧ୍ୟାୟ କସନ୍ତୁ। 21 ଅଧ୍ୟାୟର 31 ପଦ 31। ଦ୍ୱାର ସବୁ ବନ୍ଦ କରାଇଲା ଦ୍ୱାରା ପୁଣି ସେମାନେ ତାହାଙ୍କୁ ମାରି ପକାଇବା ପାଇଁ ଚେଷ୍ଟା କରନ୍ତେ ସମୁଦାୟ ଜେରୁସାଲେମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟ ଦଳର ସହସ୍ର ସେନାପତି ଏଠି ଦେଖନ୍ତୁ ଜେରୁସାଲେମରେ ପ୍ରେରିତ ପୁସ୍ତକ 21 ଅଧ୍ୟାୟର 31 ଠାରୁ 35 ପର୍ଯ୍ୟନ୍ତ ପଢ଼ିଲେ ଆପଣମାନେ ଏ ବିଷୟ ଜାଣିପାରିବେ। ଜେରୁସାଲେମରେ ପ୍ରେରିତ ପାଉଲ କାରାଗାରର ବନ୍ଧନରେ ବୁଝିଲେ। 23 ଦେଖନ୍ତୁ 23 ଅଧ୍ୟାୟ ପ୍ରେରିତ ପୁସ୍ତକ 23 ଅଧ୍ୟାୟ 23 ଠାରୁ 25 ପର୍ଯ୍ୟନ୍ତ ପଢ଼ିବା କଥା। ପ୍ରେରିତ ପୁସ୍ତକ 23 ଅଧ୍ୟାୟରେ 23 ଠାରୁ 25 ପର୍ଯ୍ୟନ୍ତ। ସେ 2 ଜଣ ସେନାପତିଙ୍କୁ ଡାକି କହିଲେ, କୈସରିଆ ପର୍ଯ୍ୟନ୍ତ ଥିବା ନିମନ୍ତେ ରାତ୍ରି 3 କୈସରିଆରେ ସେ କାରାଗାରରେ ଥିଲେ। 4 ପ୍ରେରିତ ପୁସ୍ତକ 28ର 16 ପଦଠୁ 31 ପର୍ଯ୍ୟନ୍ତ। 16 ପଦଠୁ 31 ପର୍ଯ୍ୟନ୍ତ ଆମେ ପଢ଼ିବାର ଅଛି। ହେଲେ ଆପଣମାନଙ୍କୁ ସେଇ ବିଷୟ ଗୁଡ଼ିକ ଜାଣିପାରିବ। ଆଉ ଆମ୍ଭେମାନେ ରୋମାରେ ପ୍ରବେଶ କରନ୍ତେ ପୌଲଙ୍କୁ ଆପଣା ରୋମାରେ ପ୍ରେରିତ ପାଉଲ 4ଟି ସ୍ଥାନରେ କାରାଗାରରେ ବାସ କରୁଥିଲେ। 1 ଫିଲିପିୟ, 2 ଜେରୁସାଲେମ, 3 କୈସରିଆରୁ, 4 ରୋମା। ଏ 4ଟି ସ୍ଥାନରେ ବନ୍ଧନରେ ଥିଲେ। ଏଫେସ ପୁସ୍ତକ ଲେଖିବାର ସ୍ଥାନ ଅଛି ରୋମିଓ କାରାଗାର ଭିତରେ। ପ୍ରେରିତ ପାଉଲ ଏ ପତ୍ରିକା ଲେଖାଯାଇଛି। ହେଲେ ଏଇଟା କେବେ ଲେଖିଥିଲେ ତାର ସମୟ କମ୍ ସେ କମ୍ ଖ୍ରୀଷ୍ଟାବ୍ଦ 62 ଠାରୁ 63 ଭିତରେ ଏ ପତ୍ରିକା ଲେଖାଯାଇଛି ବୋଲି ବେଦ ପଣ୍ଡିତ ମାନେ କହନ୍ତି। ଆଉ ତମେ ଦେଖିବାର ଅଛି ଏ ପତ୍ରିକାରେ ପାଉଲଙ୍କର ନାମ 2 ଥର ଲେଖାଯାଇଛି। ବୁଝିଲେ କି? ଏବେ ଲେଖକ ପ୍ରେରିତ ପାଉଲ ବୋଲି ଆମେ ଜାଣିପାରୁ। ଏଫେସ ପତ୍ର 1ର 1, 3ରେ 1 ଏରା ପାଉଲଙ୍କର ନାମ
ଏଠି ଲେଖାଯାଇଛି ଏଥିପାଇଁ ଏ ପତ୍ରିକା ଲେଖିବା ବ୍ୟକ୍ତି ଅଟନ୍ତି ପ୍ରେରିତ ପୌଲ। ଏଇଟା କାହାକୁ ଲେଖାଯାଇଛି? ଏଟା କାର ପାଇଁ ଏଟା ଲେଖାଯାଇଛି? ଏପିସି ପତ୍ରିକା 1:1 ଲେଖାଯାଇଛି ଏପିସିର ଥିବା ସାଧୁ ମାନଙ୍କୁ ଲେଖାଯାଇଛନ୍ତି ନାକି? ଏଫେସରେ ଥିବା ସାଧୁ ଓ ଦେଖ ଖ୍ରୀଷ୍ଟ ଯୀଶୁଙ୍କଠାରେ କାହାକୁ ଥିବା ଲେଖାଯାଇଛନ୍ତି? ସାଧୁ ମାନଙ୍କୁ। ଏମାନେ ପବିତ୍ର ଲୋକମାନେ ଅଟନ୍ତି। ସେମାନଙ୍କ ନିମନ୍ତେ ଏପିସି ପତ୍ରିକା ଲେଖାଇଛି। ଲେଖାଯାଇଛି। ଏପିସି ମଣ୍ଡଳୀରେ ଥିବା ବିଶ୍ୱାସୀ ସମସ୍ତ ଅଧିକାଂଶ ଲୋକମାନେ ବିଜାତି ଲୋକମାନେ। ଜଗତର ଲୋକମାନଙ୍କୁ 3 ଭାଗ ବିଭକ୍ତ କରି ବାଇବଲ କହୁଛନ୍ତି। ଜଗତରେ ଥିବା ଲୋକମାନଙ୍କୁ 3 ଭାଗ ବିଭକ୍ତ କରିବାକୁ ପାଉଲ ପତ୍ର ଲେଖୁଛି। 1 ବିଜାତି ଲୋକମାନେ, 2 ଯୁଗୁଦି, 3 ମଣ୍ଡଳୀ। 3 ଭାଗ ବିଭକ୍ତ କରିବାକୁ ପ୍ରେରିତ ପୌଲ ଏ ପତ୍ରିକା ଲେଖାଯାଇଛି ବୋଲି ଆମେ ଜାଣିପାରୁଛନ୍ତି। ସେଥିପାଇଁ ମୁଁ କହିବାର ଉଦ୍ଦେଶ୍ୟ, ଏ ମଣ୍ଡଳୀରେ ଥିବା ଅଧିକାଂଶ ଲୋକମାନେ କ'ଣ ଅଛି? ବିଜାତି ଲୋକମାନେ। ଏଫେସସରେ ବର୍ତ୍ତମାନ ସେଠି ମଣ୍ଡଳୀ ନାହିଁ। ସେ ଜାଗାରେ ମୁସଲମାନଙ୍କର ଗୋଟେ ମନ୍ଦିର ଆଗ ସେଠି ଅଛି। ଏଠି ତୁମେ ଏବେ ଜାଣିବାର ଅଛି କ'ଣ? ଏ ଏଫେସସ୍ ନଗର ଗୁଡ଼ିକର ବିଷୟ ଟିକେ ଦେଖିବା। ଆପଣ ପ୍ରେରିତ ପୁସ୍ତକ ଆସନ୍ତୁ, ସେଠି ଗୋଟେ ବଡ଼ ମନ୍ଦିର ବନାଇଥିଲେ। ସେ ମନ୍ଦିରରେ କେମିତି କରୁଥିଲା ବୋଲି ଆପଣମାନେ ଜାଣିଲେ। ତାର ପ୍ରେରିତ ପୁସ୍ତକ 19 ଅଧ୍ୟାୟ ଆସନ୍ତୁ, ଆପଣ ସେତେବେଳେ ଆପଣମାନେ ଜାଣିପାରିବେ। 19 ଅଧ୍ୟାୟ 19 ଅଧ୍ୟାୟର 27। ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି ଯେ ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତମୀଙ୍କୁ ସମସ୍ତ ଆସିଆ ଓ ଆର୍ତ୍ତମୀଙ୍କର ଗୋଟିଏ ମନ୍ଦିର ଅଛି ସେଠି ଅଛି। ସେ ମାନେ ଏଫେସସ୍ ଆର୍ତ୍ତମୀ ନହେଲେ ଡୟାନା। ଜଗତରେ 7ଟି ଅଦ୍ଭୁତ ଅଛି। ତାର 7ଟି ଅଦ୍ଭୁତ ଭିତରେ ଗୋଟିଏ ଅଦ୍ଭୁତ ଆକା ଏଫେସସରେ ଥିବା ଆର୍ତ୍ତମୀର ମନ୍ଦିର। ଏ ମନ୍ଦିର କେତେ ବଡ଼ ବୋଲି ଆପଣମାନେ ଜାଣନ୍ତୁ। ସେ ଏ ବାକ୍ୟ ଆପଣମାନେ ଟିକେ ପରେ ପଢ଼ନ୍ତୁ। ପ୍ରେରିତ ପୁସ୍ତକ 19 ଅଧ୍ୟାୟର 23 ପଦଠୁ ଆପଣମାନେ ପଢ଼ିଲେ ସେ ବିଷୟ ଜାଣିପାରିବ। ଏ ମନ୍ଦିର କେତେ ଲମ୍ବା ଅଛି ବୋଲି ମୁଁ କହିବା ପାଇଁ ଯାଉଛି। 425 ଫୁଟ ଲମ୍ବା, 220 ଓସାର, 60 ଫୁଟ ଉଚ୍ଚ। ସେଟା ମାତ୍ର ନାହିଁ, 136 ସ୍ତମ୍ଭରେ ବଣାଇବାଟା ମନ୍ଦିର। ଏଠାରେ ଏ ନଗରରେ କ'ଣ ଅଛି? ବଜାର କାମ କରୁଛନ୍ତି, ମଦ ପିଉଛନ୍ତି, ମୂର୍ତ୍ତି ପୂଜା କରୁଛନ୍ତି, ଆହୁରି ବିଭିନ୍ନ ପ୍ରକାର ଅତ୍ୟାଚାର ସେଠି କରୁଥିଲେ। ସେ ମନ୍ଦିରରେ ଦେବଦାସୀ ବା ମାହିରୀ ମାନେ ଆମର ଓଡ଼ିଶାରେ ବି ଥିଲେ। ସେ ପୂର୍ବ କାଳର ମନ୍ଦିର ଭିତରେ ଝିଅମାନେ କାମ କରୁଥିଲେ। ସେଇଟା ହେଉଛି ସେ ମନ୍ଦିର ପାଇଁ ସେମାନଙ୍କୁ ସମର୍ପଣ କରିଥାଏ। ସେମାନେ କ'ଣ କରୁଛନ୍ତି? ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିଲେ। ଦେବଦାସୀ ବୋଲି ଆଉ ଓଡ଼ିଆରେ ମାହିରୀ ବୋଲି କହନ୍ତି।
ଏଇଟା ସବୁ ବନ୍ଦ କରାଯାଇଛି ଆମର ଭାରତ ଦେଶରେ। ସେମାନଙ୍କର ସାଙ୍ଗରେ ସେଠି ଯିବା ଲୋକମାନେ ବହୁଜାର କରନ୍ତି। ଏମିତି ବହୁଜାର କଲେ ସେମାନଙ୍କର ଦେବତା ଗୁଡ଼ିକ ସନ୍ତୁଷ୍ଟ ହେବ ବୋଲି ସେମାନେ ଭାବିଥାଏ। କିନ୍ତୁ ଆପଣମାନେ ଏଠି ଯାଆନ୍ତୁ, ଏମିତି ଜାଗାରେ ପ୍ରେରିତ ପାଉଲଙ୍କର ମିଶନାରୀ ଯାତ୍ରା, ପ୍ରଥମ ମିଶନାରୀ ଯାତ୍ରା, ଦ୍ୱିତୀୟ ତୃତୀୟ ଏମିତି ଅଛି। ଦ୍ୱିତୀୟ ମିଶନାରୀ ଯାତ୍ରାରେ ଏକା ପ୍ରେରିତ ପାଉଲ ଏ ଏଫେସସରେ ଆସିଲା ବୋଲି ଆମେ ବାଇବଲରେ ଜାଣିପାରିବୁ। କୋଉଠି ଲେଖାଯାଇଛି ସେଟା? ପ୍ରେରିତ ପୁସ୍ତକ 18 ଅଧ୍ୟାୟର 18 ପଦରେ ଆପଣମାନେ ଦେଖନ୍ତୁ। ପ୍ରେରିତ ପୁସ୍ତକ 18 ଅଧ୍ୟାୟର 18 19 ସରି 21 ପର୍ଯ୍ୟନ୍ତ ଆପଣମାନେ ପଢ଼ିଲେ ଆପଣମାନେ ଜାଣିପାରିବ। ପ୍ରେରିତ ପୁସ୍ତକ 18 ଅଧ୍ୟାୟର 18 ଠାରୁ 21 ପର୍ଯ୍ୟନ୍ତ ପଢ଼ିଲେ ସେ ବିଷୟ ଗୁଡ଼ିକ ଲେଖାଯାଇଛନ୍ତି। ଏହା ଉତ୍ତାରେ ପୌଲ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସୁରିଆକୁ ଯାତ୍ରା କଲେ। ପ୍ରିସ୍କିଲା ଓ ଆକ୍ୱିଲା ତାହାଙ୍କ ସଙ୍ଗରେ ଗଲେ। ତାହାଙ୍କର ଗୋଟିଏ ବ୍ରତ ଥିବାରୁ ସେ କେଙ୍କ୍ରେୟାରେ ଆପଣା ମସ୍ତକ ମୁଣ୍ଡନ କରାଇଲେ। ପରେ ସେମାନେ ଏଫେସିଆକୁ ଆସିଲେ। ପୁଣି ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜ ସମାଜ ଗୃହରେ ପ୍ରବେଶ କରି ଯୀହୁଦୀମାନଙ୍କୁ ଉପଦେଶ ଦେଲେ। ପୁଣି ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ସମ୍ମତ ହେଲେ ନାହିଁ। ମାତ୍ର ସେମାନଙ୍କ ଠାରୁ ବିଦାୟ ଘେନି କହିଲେ, ନିଶ୍ଚୟଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି। ପୁଣି ସେ ଏଫେସରୁ ପ୍ରସ୍ଥାନ କଲେ। ଏଫେସସରେ ସେ ଆସିଲେ, ସେ ଦ୍ୱିତୀୟ ମିଶନାରୀ ଯାତ୍ରା ସେ ଏଫେସସରେ ଆସିଲେ। ପରେ କ'ଣ ହେଇଛି ଆପଣମାନେ ଦେଖନ୍ତୁ। ଦ୍ୱିତୀୟ ଥରେ ବି ସେ ଏଫେସସରେ ଆସିଲେ। ତାର 19 ଅଧ୍ୟାୟର 1 ପଦ ପଢ଼ନ୍ତି। ଆପଲ କରିନ୍ଥରେ ଥିବା ସମୟରେ ପୌଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫେସ ନଗରକୁ ଆସି ଦ୍ୱିତୀୟ ଥରେ ସେ ଏଫେସସରେ ସେ ଆସିଲେ। ଆପଣମାନେ ଦେଖନ୍ତୁ, ସେ ଆସିବା ଦ୍ୱାରା ସେଠି ମଣ୍ଡଳୀ, ନୂଆ ମଣ୍ଡଳୀ ଆରମ୍ଭ କଲେ। 7 ପଦ ଦେଖନ୍ତୁ। ଯୀଶୁଙ୍କ ନାମରେ ବାପ୍ତିଜ ହେଲେ। ଆଉ ପୌଲ ସେମାନଙ୍କୁ ପୌଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ପୁଣି ସେମାନେ ନାନା ଭାଷାରେ କଥା କହିବାକୁ ଓ ବହୁବାଣୀ ମଧ୍ୟ କହିବାକୁ ଲାଗିଲେ। ସେମାନେ ସମସ୍ତେ ପ୍ରାୟ 12 ଜଣ ପୁରୁଷ ଦେଖିଲେ ନା, ସେ ପ୍ରାୟ 12 ଜଣ ପୁରୁଷ ଥିଲେ। ସେଠି ଏକା ଏଫେସସ ମଣ୍ଡଳୀର ଆରମ୍ଭ। ଏଇ 12 ଜଣଙ୍କର ମିଶିକରି ସେଠି ପ୍ରାର୍ଥନା କରିବା ପାଇଁ ଆରମ୍ଭ କଲେ। ଦେଖ, ସେ ମଣ୍ଡଳୀରେ ସେମାନେ କ'ଣ କରିଛନ୍ତି? ଏ ମଣ୍ଡଳୀ ଆପଣମାନେ ଦେଖନ୍ତୁ, ସେଠି ଲେଖାଯାଇଛି କ'ଣ? ସେମାନେ ପବିତ୍ର ଆତ୍ମା ପାଇଲେ। ତାପରେ ସେମାନେ ଅନ୍ୟ ଭାଷାରେ କଥା ହେଲେ। ସେମାନେ ଡୁବନ ପାଇଲେ, ପବିତ୍ର ଆତ୍ମା ପାଇଲେ, ଅନ୍ୟ ଭାଷାରେ କଥା କହିଲେ। ସେମାନେ ମିଶିକିରି ଏକା ସେଠି ମଣ୍ଡଳୀ ଆରମ୍ଭ କଲେ। ଏ ମଣ୍ଡଳୀ ଆରମ୍ଭ କଲେ ଠାରୁ ଆପଣମାନେ ଦେଖନ୍ତୁ, ସେଠି ତାର ପୌଲଙ୍କର ସେବା ସେଠି ଆରମ୍ଭ କରିବା ପାଇଁ ଲାଗିଗଲେ। କ'ଣ ଆରମ୍ଭ କରିବା ପାଇଁ ଲାଗିଗଲେ? ସେଠି ଆରମ୍ଭ କଲା ସମୟରେ କ'ଣ ହୋଇଛି ଯେ ଯାଦୁ ମାତ୍ର କରୁଥିବା ଲୋକମାନେ, ବହୁତ ଲୋକମାନେ କ'ଣ କଲେ? ପରିତ୍ରାଣ ପାଇଲେ। ସେ ଏଠି ଲେଖାଯାଇଛି 19 ପଦ ଦେଖନ୍ତୁ। 19 ପଦ। ଆଉ ଯାଦୁକ୍ରିୟା କରିଥିବା ଅନେକ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପଢ଼ି ପକାଇଲେ। ସେମାନେ ସେହି ସବୁର ମୂଲ୍ୟ ହିସାବ କରି ତାହା 50,000 ଟଙ୍କା ବୋଲି ଦେଖିଲେ। 50,000 ଟଙ୍କା ବୋଲି ଦେଖିଲେ। ଟଙ୍କା ବୋଲି ସେ ପୁସ୍ତକର ମୂଲ୍ୟ ଅଛି। ଯେତିକି ଏ ପୁସ୍ତକର ସେ କାଳରେ 50,000 ଟଙ୍କାର ମୂଲ୍ୟ ବୋଲି କହିଲେ ଆପଣମାନେ ବାହାରନ୍ତୁ, ମାନେ କେତେ ହେବ?
140 वर्ष काम कर पैसा एका से गोटे वेद पंडित कहते बुझे कि एति पैसा रे 140 वर्ष काम कले गोटे रूपा आका गोटे दिन वेतन से मैंने पाते बुझे कि से अनुसार देखले 140 वर्ष काम करे 50,000 टंका 50,000 टंकार पुस्तक गुड़िक पाई पार ये जीशु कृष्ण को जाना मात्रे ये जादू मंत्र करवा पुस्तक गुड़िक सबू कौन करते से माने अग्नि रे पकईकि निया करले बोली बाइबल लिखा जाए थे आम एपिसे भीतर के जवाब जाऊँ ये पत्रिका को वेद पंडित माने विभिन्न नाम कहते कौन एडा एपिसे पत्रिका एपिसे माने पत्रिकार रानी बोली कहती पत्रिकार रानी बोली कहती एडा बार्कले सेमती कहते पत्रिकार रानी बोली कहते विलियम बार्कले आउर जन कहते ये पत्रिका स्वर्गीय पत्रिका बोली कहती बुझे कि एते गुरुत्वपूर्ण विषय ये पुस्तक रे लिखा जाए आपण मैंने दयाकोरी ए दिन मानक बाइबल स्टडी सकाळे 7:15 आरंभ करू ये सकाळ बाइबल स्टडी आपण जोग देवंदु ए पुस्तक अध्ययन आपण मानक जीवन को बदल कर सुनिश्चित निश्चय कारण एते गुरुत्वपूर्ण विषय का ये पुस्तक लिखा जाए एपीसी पुस्तक से प्रकार एव्री पुस्तक ये दुईटा पुस्तक पढ़ले आपण मान जीवन में सेवा कार्य आगे आगे बढ़ा को बहुत भल लगे ये एपीसी पुस्तक आप पढ़ी सरले बाइबल आरंभ टू शेष पर्यंत में भीतर के जाकर प्रवेश करी आज पर्यंत आपण मैंने पढ़ी ना नुआ नुआ विषय गुड़िक आम पढ़ा जाऊँ ठीक अच्छे आम भीतर को जा एपीसी पत्रिका को प्रथम आम दुई भाग विभक्त कर एक प्रथम 2 अध्याय एपिसोड 1 2 3 तीन टी अध्याय भितर थिबा विषय कौन अच्छी शिक्षा बुझले कि 1 2 3 अध्याय रे शिक्षा तापर द्वितीय विषय कौन अच्छी 4 5 6 ये तीन टी अध्याय रे जीवनी विषय रे लिखा जाए आम केमी जीवन जामन करवार अच्छी बोली लिखा जाए हेलो गोटे विश्वासी की दुईटा विषय अच्छी एक शिक्षा तापर कौन शिक्षा अनुसार आपण मैंने कौन करवार अच्छी जीवन जामन कर गोटे पक्षी की दुईटा डाणा अच्छी गोटे ट्रेन की दुईटा रास्ता अच्छी ना गोटे रास्ता जापर ट्रेन पड़ी जीव गोटे पक्षी को दुईटा डाण अच्छे गोटे डाण से उठी पार ना से प्रकार विश्वासी मान को भी कौन अच्छे शिक्षा अच्छी से प्रकार जीवन जापन करवार अच्छी किंतु केतक जन को कौन ना शिक्षा अच्छी से अनुसार जीवन जापन करव ना सेमती नहीं आपण माने शिक्षा केमती अच्छे से अनुसार जीवन जापन करने चेष्टा कर केते जन कौन अच्छे जाकब परिया जाकबर स्वर शुणिले जाकब तार हाथ देह छुईले एसंगर शरीर परी लागे बुझले कि कौन पाई जाकब बापा आशीर्वाद पाइबार मंदे वस्त्र गुड़िक पिंधिक कार एसांगर वस्त्र सब पिंधिक से जाऊले केतक से जमदी आका से कौन अच्छी स्वर जाकब देह कमी अच्छे परी सेमती नहीं आपण मान शिक्षा शिक्षा केमी अच्छी से अनुसार जीवन जापन करूँ तो आप बड़े बड़े शिक्षा अनुसार जीवन जापन करवा समय भूल थाए भूल पड़ी थारे
କିନ୍ତୁ ଆପଣମାନେ ସେଠି ଠିଆ ହେବ ନାହିଁ। ଭୁଲ ସ୍ୱୀକାର କରି କ'ଣ କରିବାର ଅଛି, ଆଗେ ଚାଲିବାରେ ପୁଣି ପୁଣି ଥରେ ସେ କାମ ନ କରନ୍ତୁ। ହେଲେ ଆମେ ମୁଁ କହିବାଟା ବି ସେ ଆପଣ ପାଶରେ ଯିବ ନାହିଁ। ଏବେ ବାଇବେଲର ଏବେ ସେ ପୁସ୍ତକକୁ ଆମେ ଦୁଇ ଥରେ ଆମେ କ'ଣ କରିଲେ ବିଭକ୍ତ କଲେ। ଆବର ଏ ପୁସ୍ତକକୁ 3 ଥରେ ଆମେ ବିଭକ୍ତ କରିପାରିବା। 3 ଥରେ ଏଫେସୀ ପୁସ୍ତକ 1, 2, 3 କ'ଣ ଅଛି ଏଠି କ'ଣ କରିବାର ଅଛି, ଆମେ ସ୍ୱର୍ଗରେ ବସିବାର ଅଛି। ମାନେ 2 ଅଧ୍ୟାୟର 6-7 ପଦରେ ସେ ବିଷୟ ଲେଖାଯାଇଛି। ଦେଖ ସ୍ୱର୍ଗରେ ବସୁଛନ୍ତି, ସେଇଟା ପର ବିଷୟ ମୁଁ କହିବି ହେଲା। କ'ଣ କରିବାର ଅଛି, ଏକ ଆପଣମାନେ ବସ ଗୋଟି ଈଶ୍ୱରଙ୍କର ସହିତ ବସନ୍ତୁ। କେମିତି ବସିବ, ଈଶ୍ୱର ସହିତ କେମିତି ଆମେମାନେ ବସିପାରନ୍ତୁ। ଈଶ୍ୱର ତାର ଶିଷ୍ୟମାନଙ୍କୁ ଡାକିବାର ଉଦ୍ଦେଶ୍ୟ ମାର୍କ ସୁସମାଚାର 3 ଅଧ୍ୟାୟର 14 ପଦ, ତାଙ୍କର ସାଙ୍ଗରେ ବସିବା ପାଇଁ। ପ୍ରଥମରେ ଏଫେସୀ ପୁସ୍ତକରେ ବିଶ୍ୱାସୀ ମାନେ ଈଶ୍ୱରଙ୍କର ସାଙ୍ଗରେ ବସିବା। କେମିତି ବସିବା, 1 ପ୍ରାର୍ଥନାରେ, 2 ବାଇବେଲ ଧ୍ୟାନ କରିବା, ସେମିତି ଆପଣମାନେ ଈଶ୍ୱରଙ୍କର ସାଙ୍ଗରେ ବସ। 1 ବସିବାର ଅଛି। ଇନେ ଆମର 2 ତାର ଏଫେସୀ ପୁସ୍ତକ 3 ଏବେ 3 ପର୍ଯ୍ୟନ୍ତ ବସିଲେ 4 ଅଧ୍ୟାୟର 1 ଠାରୁ 6 ପର୍ଯ୍ୟନ୍ତ। ଚାରି ଅଧ୍ୟାୟରେ 1 ଠାରୁ 6 ଅଧ୍ୟାୟର 9 ପର୍ଯ୍ୟନ୍ତ। 4 ଅଧ୍ୟାୟର 1 ଠାରୁ 6 ଅଧ୍ୟାୟର 9 ପର୍ଯ୍ୟନ୍ତ ଆପଣମାନେ ପଢ଼ିଲେ ବିଶ୍ୱାସୀ ମାନେ ଜଗତରେ କେମିତି ଚାଲିବାର ଅଛି। ଚାଲ ବୋଲି କହିଲେ ଆଚରଣ, ବସିବା ଶକ୍ତିରେ ଆମେ ଚାଲା ବୁଲା କରିବାର ଅଛି। ବୁଝିଲେ କି? ତାର ଏଫେସୀ ପୁସ୍ତକ 5 ଅଧ୍ୟାୟରେ 1 ପଦରେ ସେଟା ଲେଖାଯାଇଛି, ପ୍ରେମରେ ଆଦରଣ କର ବୋଲି ଲେଖାଯାଇଛି। ଏଇଟା ମୁଁ କହିବାର ଅର୍ଥ, ବସିଲା ପରେ ଆପଣ ମାନେ କ'ଣ କରିବାର ଅଛି, ଜଗତରେ ଚାଲ କେମିତି ସେ ଶକ୍ତିରେ। ଆଉ 3 ଏଫେସୀ ପୁସ୍ତକ 6 ଅଧ୍ୟାୟର 10 ପଦ ଟୁ 24 ପର୍ଯ୍ୟନ୍ତ କ'ଣ ଅଛି, ବିଶ୍ୱାସୀ ମାନେ କ'ଣ କରିବେ, ସେ ଯୁଦ୍ଧ କ୍ଷେତ୍ରରେ ଠିଆ ହେବାର ଅଛି। ଯୁଦ୍ଧ କ୍ଷେତ୍ରରେ ଠିଆ ହେବାର ଅଛି। ଏବଂ ମୁଁ କହିବାର ଅର୍ଥ, 1 ବସ, 2 ଚାଲ, 3 ଠିଆ ହେବ। କାହାର ପାଇଁ, ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଠିଆ ହେବାର। ଆମେ ଏଫେସୀ ପୁସ୍ତକରେ ଗୋଟିଏ ଅଧ୍ୟାୟରେ ବିଶ୍ୱାସୀ ମାନଙ୍କର ସ୍ଥାନ ଏ ବିଷୟ କହିବା ପାଇଁ ଚାହାନ୍ତି। ଗୋଟେ ଅଧ୍ୟାୟରେ ବିଶ୍ୱାସୀ ମାନେ କେଉଁଠାରେ ଅଛି ବୋଲି ମୁଁ କହିବା ପାଇଁ ଯାଉଛି। ଆପଣମାନେ ଦେଖିବା ଏଫେସୀ ପୁସ୍ତକକୁ ଆସନ୍ତୁ। ପ୍ରଥମ ଅଧ୍ୟାୟରେ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କଠାରେ, ଏଫେସୀ ପୁସ୍ତକ 1ର 1 ପଦ ପଢ଼ନ୍ତୁ। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ। 1 ବିଶ୍ୱାସୀ ମାନେ କେଉଁଠାରେ ଅଛି ତାଙ୍କର ସ୍ଥାନ, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା, ଈଶ୍ୱରଙ୍କଠାରେ, ଖ୍ରୀଷ୍ଟଙ୍କଠାରେ। କେତେ ଜଣକୁ ବୁଝିପାରୁଛନ୍ତି ବୋଲି ମୁଁ ଜାଣିନାହାନ୍ତି। ପ୍ରଥମ ଅଧ୍ୟାୟରେ ବିଶ୍ୱାସୀ ମାନେ କୋଉଠି ଅଛନ୍ତି, ଖ୍ରୀଷ୍ଟଙ୍କଠାରେ। ଆମେ କେମିତି ଖ୍ରୀଷ୍ଟଙ୍କଠାରେ ଆସିବ, 2 କରିନ୍ତି 5 ଅଧ୍ୟାୟର 17 ପଦ ପାଉଲ କହୁଛନ୍ତି, ଆପଣମାନେ ଦେଖନ୍ତୁ। 2 କରିନ୍ତି 5 ଅଧ୍ୟାୟର 17 ପଦ ରେ ପାଉଲ କହିବାଟା ଆପଣମାନେ ଦେଖନ୍ତୁ। ଆଜିଠାରୁ ଆମେମାନେ ଶାରୀରିକ ଅନୁସାରେ କାହାରିକି ଜାଣୁ ନାହିଁ, ଯଦ୍ୟପି ଖ୍ରୀଷ୍ଟଙ୍କ ଶରୀର ଅନୁସାରେ ଆମେମାନେ 2 କରିନ୍ତି 5 ଅଧ୍ୟାୟର 17 ପଦ।
ଏଣୁ ଯଦି କେହି କୃଷ୍ଣଙ୍କ ଠାଏ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଖ୍ରୀଷ୍ଟଙ୍କ ଠାରେ ଅଛୁ ସେ କଣ ହବ? ନୂତନ ସୃଷ୍ଟି। ନୂତନ ସୃଷ୍ଟି ହେଲେ ନୂତନ ସୃଷ୍ଟି ବୋଲି କହିବାଟା ଆମେ ସବୁ ଯୀଶୁ ଖ୍ରୀଷ୍ଟକୁ କୋଉ ଦିନ ବିଶ୍ୱାସ କରନ୍ତି ସେଦିନ ନୂତନ ହେବ ବୋଲି କହୁନାହାନ୍ତି। ଏହାର ଅର୍ଥ ସାର ସ୍ୱଭାବ ଗୁଡ଼ିକ ନୂତନ ହବ। ଏ ବାକ୍ୟ ଅନୁସାରେ 1 ଅଧ୍ୟାୟରେ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କ ଠାରେ ଏବଂ ଆବରେ ଦେଖ ଜଗତର ଲୋକମାନଙ୍କୁ ଦୁଇ ଭାଗ ବିଭକ୍ତ କରିବ। 1 ଖ୍ରୀଷ୍ଟଙ୍କ ଠାରେ ଥିବା ଲୋକମାନେ, 2 ଖ୍ରୀଷ୍ଟଙ୍କର ବାହାରେ ଥିବା ଲୋକମାନେ। କେତେଜଣ ଭିତରେ ଆଉ ବହୁତ ଲୋକ ବାହାରେ। ହ୍ୟାଲୋ, ଆଜି ବାକ୍ୟ ଶୁଣିବା ଭାଇ ଭଉଣୀ ମାନେ ଆପଣ ଭିତରେ କି ବାହାରେ କି? ଆମେନ୍ 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 ଆମେନ୍। ଖ୍ରୀଷ୍ଟଙ୍କ ଠାରେ ଥିଲେ କଣ ହବ? ବାବୁଲ କହିବାଟା ପ୍ରଥମ ତେସଲୋନି 4 ଅଧ୍ୟାୟର 16 ପଦ। ଖ୍ରୀଷ୍ଟଙ୍କ ଠାରେ ମରି ଯାଇଥିବା ଲୋକମାନେ କଣ ହବ? ଉତ୍ଥାପିତ ହବ। କିଏ ମରି ଉଠିବ? ଖ୍ରୀଷ୍ଟଙ୍କ ଠାରେ। ବିଡ଼ିରେ ଥିବା ଲୋକମାନେ ଉତ୍ଥାପିତ ହେବ ନାହିଁ। କୋଇନି ଖାଇବା ଲୋକମାନେ ଉତ୍ଥାପିତ ହେବ ନାହିଁ। ମଦ ପିଇବା ଲୋକମାନେ ଉତ୍ଥାପିତ ହେବ ନାହିଁ। ଚର୍ଚ୍ଚକୁ ଯାଇଥିବ, ସେ ଦଶମାସ କରି ଦେଇଥିବ, ସବୁ ଦେଇଥିବ, କିନ୍ତୁ ସେ ଲୋକମାନେ କଣ ଉତ୍ଥାପିତ ହେବ ନାହିଁ। କୋଉଠି ଥିବାର ଅଛି? ତମ ଖ୍ରୀଷ୍ଟଙ୍କ ଠାରେ ଥିବାର ଅଛି। ଏଫେସସ୍ ମଣ୍ଡଳୀର ବିଶ୍ୱାସୀ ମାନେ ପରିତ୍ରାଣ ପାଇଥିଲେ। ସେମାନେ ମଦ ପିଇଥିଲେ, କହିଲେ ସେମାନେ ବହୁଜାର କାମ କରୁଥିଲେ, ସେ ଅନ୍ୟ ଅତ୍ୟାଚାର କରି ଜୀବନ ଯାପନ କରୁଥିଲେ। ପୌଲଙ୍କର ବାକ୍ୟ ପ୍ରଚାର ଶୁଣିବା ମାତ୍ରେ ପରିତ୍ରାଣ ପାଇ ଡୁବନ ପାଇଲେ। କେତେ ଜଣ? 12 ଜଣ ପାଣିରେ ଡୁବିକିନି ସେମାନେ ଡୁବନ ପାଇଲେ। 12 ଜଣଙ୍କ ଠାରେ ଆରମ୍ଭ କରିବା ମଣ୍ଡଳୀର ଲୋକମାନଙ୍କୁ କହୁଛନ୍ତି, ଏ ଭାଇମାନେ ଭଉଣୀ ମାନେ ଆପଣ ମାନେ ଖ୍ରୀଷ୍ଟଙ୍କ ଠାରେ। ଏଫେସ ପୁସ୍ତକ 1 ଅଧ୍ୟାୟରେ 9 ଥରେ ସେ ପଦ ଲେଖା ଯାଇଛି। ଏଟା ପରେ ଆମେ ଚିନ୍ତା କରିବା। ଖ୍ରୀଷ୍ଟଙ୍କ ଠାରେ ଭାଇ ମାନେ ଆପଣ ମାନଙ୍କର ସ୍ଥାନ କୋଠି ଅଛନ୍ତି? ଖ୍ରୀଷ୍ଟଙ୍କ ଠାରେ। ପାସରେ ଯିବ ନାହିଁ। ଖ୍ରୀଷ୍ଟଙ୍କ ଠାରେ ଆମ ମାନେ ଅଛି ବୋଲି ବାଇବଲ ଲେଖାଯାଏ। ପ୍ରଥମ ଅଧ୍ୟାୟରେ ମଣ୍ଡଳୀର ବିଶ୍ୱାସୀ ମାନେ କଣ କହୁଛନ୍ତି? ଖ୍ରୀଷ୍ଟଙ୍କ ଠାରେ। ଏଟା ଯୀଶୁ ନିଜ କହିବାଟା ତମେ ଦେଖନ୍ତୁ। ଯୋହନ ସୁସମାଚାର 15 ଅଧ୍ୟାୟର 4 ପଦରେ ଯୀଶୁ କହିବାଟା ଆପଣ ମାନେ ଦେଖନ୍ତୁ। 15 ଅଧ୍ୟାୟର 4 ପଦ। ଦେଖ, ମୋ ଠାରେ ରହ, ମୋର ଖ୍ରୀଷ୍ଟଙ୍କ ଠାରେ ରହ। ସେମିତି ରହିଲେ ସେଥିରେ ମାନେ ମୁଁ ତୁମ ଠାରେ କଣ କରିବୁ? ରହିବି। ଦେଖିଲା ଭାଇ ଭଉଣୀ ମାନେ, ଈଶ୍ୱରଙ୍କ ଠାରେ ଈଶ୍ୱର କୋଟି ଦେବ। ଆପଣ ମାନେ ଭାବୁଛନ୍ତି ଈଶ୍ୱର ସ୍ୱର୍ଗରେ ଅଛନ୍ତି? ନାଇଁ 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 ନାଇଁ, ଈଶ୍ୱର ସ୍ୱର୍ଗରେ ଥାଏ ନାହିଁ, ଈଶ୍ୱର ଆମ ଠାରେ ଥାଏ। ତମେ ଈଶ୍ୱରଙ୍କ ଠାରେ ରହ। ରବିବାର ଦିନ ଅଧିକାଂଶ ଲୋକମାନେ ଈଶ୍ୱରଙ୍କ ଠାରେ ରହନ୍ତି। ବାକି 6 ଦିନ ପର୍ଯ୍ୟନ୍ତ ସେମାନେ ଜଗତରେ ରହନ୍ତି। ସେମିତି ନାହିଁ, ସବୁଦିନ ଈଶ୍ୱରଙ୍କ ଠାରେ ରହନ୍ତୁ। ରହିଲେ ଈଶ୍ୱର ଆପଣ ମାନଙ୍କ ଠାରେ ରହିବ। ହେଲା, ଓକେ। ଇନି ଦ୍ୱିତୀୟ ଅଧ୍ୟାୟରେ ବିଶ୍ୱାସୀ ମାନେ କେଉଁଠାରେ ଅଛୁ? ଏଫେସ ପୁସ୍ତକ 2 ଅଧ୍ୟାୟର 6-7 ପଦ। 6-7 ପଦରେ କଣ ଲେଖା ଯାଇଛି? ବିଶ୍ୱାସୀ ମାନେ ସ୍ୱର୍ଗରେ ବି ବସୁଛନ୍ତି। ତାହାଙ୍କ ସହିତ ଆମମାନେ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଏ। ଖ୍ରୀଷ୍ଟଙ୍କ ଠାରେ ଥିବା ବ୍ୟକ୍ତି ମାନେ କୋଉଠି ବସୁଛନ୍ତି? ସ୍ୱର୍ଗରେ। ଏବେ ଆତ୍ମୀୟ ଭାବରେ ଆମେ ମାନେ ସ୍ୱର୍ଗରେ ଅଛନ୍ତି। ମାନେ ତାର ଅର୍ଥ ଶାରୀର ଭାବେ ଆମେ ରାୟଗଡ଼ାରେ ରହୁଛନ୍ତି, କିନ୍ତୁ ଆତ୍ମୀୟ ଭାବରେ କୋଉଠି ଅଛନ୍ତି? ସ୍ୱର୍ଗରେ। ସ୍ୱର୍ଗ ବୋଲି ଏ ପଦ ଏଫେସ ପୁସ୍ତକରେ 5ଟି ସ୍ଥାନରେ ଲେଖାଯାଇଛି। 5 ବିଧ ଅର୍ଥରେ ଲେଖାଯାଇଛି। ସେଟା ପରେ ଆମେ ଚିନ୍ତା କରିବା। ସ୍ୱର୍ଗ କଣ?
स्वर्ग कते अच्छी बोले अनेक भावुं तीन टा बोली भावुं स्वर्ग तो तीन टा नहीं भाई बुझे कि भाई शैतान स्वर्ग रे जाइतिला बोली बाइबल लेखा जाले जल्दी हेले ईश बाप बसवा जगह शैतान जाई पारिबो स्वर्ग कते अच्छी बोली जानिबार अछि बुझे कि सब विषय न जानिले भी हेले आपण माने आम माने समस्त कहूचे पाउलो पत्रिका द्वितीय कोरिन्थी 12 अध्याय रे एमती लिखते पाउलो तृतीय स्वर्ग रे ଯାଇଥିଲେ एमती एक लगा जाए सेटा पद टिके पढ़ंदो तापरे हमें स्वर्ग विषय चिंता करबा समय मो स्वर्ग विषय रे आपण मान को कहबी हला द्वितीय कोरिन्थी 12 अध्याय का संदो दुई पद द्वितीय कोरिन्थी 12 अध्याय रो दुई पद ମୋ ଖ୍ରୀଷ୍ଟାଶ୍ରିତ ଜଣେ ଲୋକଙ୍କୁ ଜାଣେ ଯେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା देखले ना ସେ से अनुसार आगाम कहूचे तृतीय स्वर्ग तृतीय तीन टा स्वर्ग अच्छे बोली कहू ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ स्वर्ग को स्थान रे अछि ईश्वर वास करबा स्थान के होटारे स्वर्ग रे बोली कहबो नाही संदे नाही बाइबल स्पष्ट भाव रे लिखा जाय छी ईश्वर कोटि वास करछन ठीक है अब द्वितीय अध्याय रे विश्वासी मान कोटि अछंती स्वर्ग रे ने तृतीय अध्याय रे विश्वासी माने के होटारे अछि एफएस पुस्तक 3 अध्याय रे 7 पद रे मंडली रे मंडली भितर विश्वासी मान अछंती मंडली बोली कहले कोन सेटा मैं जानिबार अछि एफएस पुस्तक रे मंडली रे 7टी नाम इडी लिखा जाय छी सेटा मैं पर चिंता करू जे 7टी नाम गुडी कोन बाइबल रे केतेटे मंडली अछि सेटा भी हम चिंता करबा को पड़ियो बाइबल रे 10 प्रकार मंडली अछि खाली मो कहबाटा कोन अछि एफएस मंडली फिलिपियो मंडली सेंदी नाही जे कहबाटा बुझले कि एफएसस मंडली स्मुर्ना मंडली बोली लिखा जाए सेमती सब मिसिक बेसी हे मंडली बोली पद बाइबल अनेक तरह लिखा जाए बुझलो विश्वासी माने तृतीय अध्याय रे कोटि अछंदी मंडली भितर 4 अध्याय रे विश्वासी माने केउटारे अछि एफएस पुस्तक 4 अध्याय रे 14-15 पद वयस्क पुरुषको जेपरि आमे माने आउ शिशु परि न होई मनुष्य मानक सठगा ओ भ्रांति युक्त कल्पना अनुसारे दूर्थता द्वारा विभिन्न शिक्षा रूप वायु रे गीतस्तदा चलित न होऊ 14-15 किंतु सत्य अवलंबन करी मस्तक स्वरूप जे कृष्ण ताहांग उद्देश्य रे सर्व विषय रे प्रेम रे बुद्धि पाऊ 4 अध्याय रे विश्वासी माने कोन करबार अछि अभ्यास करबार अछि वाक्य गुडी को शिक्षा रे अभ्यास शिक्षा कोन करबो 14 पद रे कोन लगा जे आवर तरे पढ दे देखो दे वाक्य जेपरि आमे माने आउ शिशु परि न होई शिशु परि नहीं सब दिन शिशु परि बस नहीं हां मनुष्य मानक सठता ओ भक्ति भ्रांति युक्त कल्पना शिक्षा कल्पना बोली कोले शिक्षा दूर्थता द्वारा विभिन्न शिक्षा रूप वायुरे इतस्तद चलित हो वायु कौन अच्छी वायु कोटि भोगिब गेट सेपट की जाऊँ
सही प्रकार नहीं आप माने को शिक्षा पाई से शिक्षा ठिया हो को शिक्षा पाई बोली कहले अनेक शिक्षा गुड़िक अच्छे बाइबल मूल सूत्र गुड़िक जानवर अच्छे नूतन नियम शिक्षा कौन से जानवर अच्छे नूतन नियम पुरातन नियम न बोली गोटे दुईटा आम बइबल लिखा जाए सेमती नाई सेटा कमनेंट माने नूतन नियम पुरातन नुआ कमनेंट ओल्ड कमनेंट कमनेंट ईश्वर संधान माने 4 अध्याय कौन कर शिक्षा ठिया हो अभ्यास करो शिक्षा शिक्षा न जानिले जानिबा लोक को बुझंतु कौन शिक्षा गुड़िक परित्राण परित्राण बोली कहले कौन परित्राण बोली साधारण भाव में कौन परित्राण पाव गले मन परिवर्तन बोली कहते मन परिवर्तन बोली कहवा से गोटे पद भितर मन परिवर्तन बोली कहवाटे गोटे विषय नहीं से गोटे मोटा कम से कम 32टा विषय अच्छी से मन परिवर्तन बोली कहबार क्या मन परिवर्तन ठीक हम मन परिवर्तन ठीक भाव में जना ना अनेक लोक मैंने मनवर्तन कर मनवर्तन बाबू मनवर्तन गोटे दिन ना सबुदिन आका फर्स्ट दिन मनवर्तन पाइले बा लोक मैंने डेली मनवर्तन करवार अच्छे डेली मनवर्तन पाइबार अच्छे सबुदिन मनवर्तन भितर कौन अच्छे 32टा विषय अच्छे से गोटे सब्जेक्ट होकर कहले एकाटा हो पार मन परिवर्तन जीशु प्रचार कले जगन प्रचार कले बाप्तिस्म जगन प्रचार कले जीशु प्रचार कले पौल प्रचार करते एबे भी आमे माने भी प्रचार कर मन परिवर्तन बोली कौन आपण मैंने केते जन जानी बोली मुझे जानी ना मन परिवर्तन भीतर को जाकर जानवर अच्छे से विषय गुड़िक आपण मैंने जानते देखो 4 अध्याय विश्वासी मान कौन अच्छी शिक्षा ठिया हो 5 अध्याय विश्वासी मान कोटी अच्छे एक पद पढ़ो अतएव प्रिय संधान परी जीसुको अधिकारी हुओ कृष्ण जेपरि तुममानकु प्रेम कले पुणी सेमानंगरिनदे ईश्वर को उद्देश्य रे सुगंधि नैवेद्य ओ बेले स्वरूपे अपना को स्वर्ग करे जैसे ही परी प्रेम रे आचरण करो देखो जगत रे तुम्हें प्रेम रे आचरण करे करो प्रेम रे आचरण करो आचरण करो बोली कहबाटा बाइबल ये एफएससी पुस्तक रे चाबी पद बोली कहि पारबो चाबी पद आचरण करो एटा 7 तोर लेखा जाय छै एटा परे हम चिंता करबा कोन कोन पाई आचरण करो बोली बुझले कि जगत रे आपण माने केमिति चलीबार अछि जगत को हम 3 भाग विभक्त कर चिंता कर हम चिंता कर जगत बोली कहबार अर्थ केते विस्तार अच्छी बोली आप जानी पारंतु अब जगत रे आपण माने केमिति जीवन जावन करवार अछि बोली कना प्रेम रे आचरण करो आपण मानकर जगत रे केमिति चलवार अछि से अनुसार चलो प्रेम रे इन 6 अध्याय रे विश्वासी मान के 6 अध्याय 1 ठारू 9 पर्यंत पढ़िले पढ़ंद ठीक विश्वासी माने हे पिला माने हां प्रभु को सकासे अपना अपना पिता मानो करो आज्ञाओ वो कारण ताहा यथार्थ अपना इन देखो दे 6 अध्याय 1 ठारू 9 पर्यंत रे विश्वासी माने परिवार भितरे ना घर भितरे बापा माँ छुआ माने पिला माने और दास माने ये 6 अध्याय लिखा जाए परिवार भितर केमिति जीवन जावन करवार अछि सबदिन परिवार भितर गंडगोल करबार कोइ पारिबो नहीं मारा पिटा कर पारिबो केते जन सेदी आका करते एबे भी स्त्री मान को पिटी चोंदी स्त्री के पिटीबा लोकर मुंडरे कम से कम 6000 पूद अछि मु कहबाटा नहीं बाइबल कहउछ मार्को सुसमाचार 5 अध्याय रे और बुधग्रस्त लोग कौन कर समाधि भितर बसी तांगर निज शरीर को कौन कर
ଖେଦବିକ୍ଷତ କରୁଛନ୍ତି। अब ସ୍ତ୍ରୀ ବାହା ହେଲେ ପରେ ସ୍ୱାମୀ ସ୍ତ୍ରୀ ଗୋଟିଏ ଶରୀର, ବାହା ହେଇଗଲେ ସ୍ୱାମୀ ସ୍ତ୍ରୀ କ'ଣ ହବ? ଏଇଟା ମୁଁ ଏପିସି ପୁସ୍ତକରେ ଏକ କହିଛି, ତାର 5 ଅଧ୍ୟାୟରେ ସେଇଟା ଲେଖାଯାଇଛି ଆପଣମାନେ ଗୋଟେ ଶରୀର। ଦେଖ ସ୍ତ୍ରୀକୁ ମାରିବା লগର ତାର ନିଜ ଶରୀରକୁ କ'ଣ କରୁଛନ୍ତି? ଆଘାତ କରୁଛନ୍ତି। ଏଇଟା ତ ବୋଧଗ୍ରସ୍ତ କରୁଥିଲେ ନିଜ ଶରୀର କାମ। ଅନେକ ଭାବୁଛନ୍ତି ସ୍ତ୍ରୀକି ପିଟିଛନ୍ତି ବୋଲି ସେମାନେ ବେଶୀ ଖୁସି ଲାଗିକିରି ବୁଲାବୁଲି କରୁଛନ୍ତି। ଭାଇ ତୁମର ନିଜ ଶରୀରକୁ ତୁମେ ଆଘାତ କରୁଛ। ହେଲେ ଯୀଶୁ ପଚାରିଲେ ତୋର ନାଁ କ'ଣ? ସେ ବୋଧଗ୍ରସ୍ତ କରେ। ସେ କହିଲେ ମୋର ନାମ ବାହିନୀ। ବାହିନୀ ବୋଲି କହିଲେ ଗୋଟେ ଦଳ ଆକା। ଦଳ ବୋଲି କହିଲେ କମ୍ ସେ କମ୍ ଜିଗୁଦୀ ମାନଙ୍କର ମଧ୍ୟରେ ଗୋଟେ ବେଟାଲିନ, ଗୋଟେ ଦଳ। ସେ ବେଟାଲିନରେ କମ୍ ସେ କମ୍ 6000 ସୈନ୍ୟ ଗୁଡ଼ିକ ଥିବ। ସେ କହୁଛି ମୁଁ ବାହିନୀ ବୋଲି କହିବାରେ 6000 ଭୂତ ମୋର ଶରୀରରେ ଅଛି। अब निज शरीर को निज शरीर बोले कटे स्त्री स्वामी स्त्री गोटे शरीर, स्त्री की पिटिवा लगर मुंडे कते बोध अच्छी 6000 केते बड़ पास्ट आसी प्रार्थना कले भी से बोध जापर ना। आपण मान स्त्री के पिटे पार पिट जन को पचारे तुम कहीं स्त्री की पिटिच बोली पचारा समय से ए बाके धरिक कहला आज्ञा मु स्त्री की पिटी ना तार शरीर थिबा बहुत काका मु पिटी कौन गोटे विश्वास या कहले से पास्टा का कहले ना से ठीक अच्छे तुम्हें बहुत को पिट किंतु तुम स्त्री रे शरीर से लाग नहीं बोली कह बहुत को पिटंदु स्त्री को कौन कर नहीं मार नहीं। दयाकोरी भाई भौणी माने स्त्री की पिटी पार नहीं, स्त्री स्वामी की भी पिटी पार नहीं। मु गोटे जगह समाज प्रचार करवा समय गोटे जगह गोटे गाँ को मुझे जाइए से तार स्त्री तार स्वामी की पिटी चलती। हेलो आज सकाल बाइबल स्टडी समय मुझे परिवार भितर बापा माँ पिला माने चाकरी करवा माने चाकराणी माने काम करवा दासी दास माने केमिदी आदरण करवार अच्छे बोली बाइबल लिखा जाए। एपीसी पुस्तक 6 अध्याय विश्वासी माने परिवार भितर घर भितर केमिदी आवार अच्छे बोली छेट लिखा जाए। 7 विश्वासी माने कहूटारे अच्छी एपीसी पुस्तक 6 अध्याय 10 पद टू 24 पर्यंत 10 पद पढ़ंतु 10-11 शासकता ಹೇಗೆ ಪ್ರಭುಗುಟಾರೆ ಶಕ್ತಿ ಪ್ರಾಪ್ತ ಹೋಯಿ ಕಾಲಾಂಗ ಪರಾಕ್ರಮರೆ ಬಲವಾನ್ ಹುವ ତୁମେମାନେ ଯେପରି ଶୈତାନର ସମସ୍ତ ଚାଦରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ अपना को सुसज्जित करो। देखो विश्वासी मान कोठी अछि युद्ध क्षेत्र रे रणभूमि रे युद्ध करबा पई हम ठिया आइछ। युद्ध क्षेत्र हेलो विश्वासी मान कोन करे युद्ध करबारे कार सहित परिवार रे नहीं, स्वामी स्त्री रे नहीं, पिला मान के सहित नहीं। हमर शत्रु किए डेविल शैतान। शैतान रो बाइबल रे 13टी नाम होची सेटा सब एपीसी पुस्तक रे आसीबो सेटा पढिबो हमें। शैतान कोटा होचे गई शैतान कोन शैतान रो दल केते होची 4 विवाह होची 4 विवाह होची देखो आ पढो दिकटो 12 पद पढंदो। हां कारण आंबमान को युद्ध मध्य विरुद्ध रे नुहे किंतु आधिपत्य विरुद्ध रे एको कर्तावण विरुद्ध रे यही अंधकार रो जगत अधिपति मानक विरुद्ध रे पुणी अंधकार आकाश मंडल दुष्टात्मा मानक विरुद्ध रे एने यान तुमे माने जेपरी दुर्दिन रे हेलो हेलो 4 विभाग होची अवर तर पडंदु जेटी आधिपत्य एको आधिपत्य विरुद्ध रे कर्तावण दुई कर्तापण विरुद्ध रे अंधकार रे जगत अधिपति मानक विरुद्ध अधिपति अंधकार रो अधिपति तीनी आकाश मंडल रो दुष्टात्मा मानक विरुद्ध रे एडा शैतान रे 4 विभाग काम करूचंदी अछि जगत कन जानि चंदी बोले जान शैतान जैसे गोटी अछि बोले मत ए बाबू
ଆମର ଓଡ଼ିଶାକୁ ଗୋଟେ ଶାସନକର୍ତ୍ତା ମାନେ ଅଛି ନା କି କୋଉଠି ଅଛି କେମିତି ଗୋଟେ ଗୋଟେ ଗ୍ରାମକୁ ଗୋଟେ ଅଛି ଗ୍ରାମ ମୁଖ୍ୟ ଥିବ ନହେଲେ ମେମ୍ବର ଥିବ ମେମ୍ବର ପରେ କ'ଣ କିଏ ଅଛନ୍ତି ସେ ଡିଷ୍ଟ୍ରିକ୍ଟରେ କ'ଣ ହବ ମେମ୍ବର ପରେ ମ୍ୟୁନିସିପାଲିଟିରେ ଅଛନ୍ତି ସେମାନେ ମ୍ୟୁନିସିପାଲିଟି ପରେ କ'ଣ କିଏ ଅଛନ୍ତି MLA ଅଛନ୍ତି MLA ପରେ କ'ଣ ଅଛି MB ଅଛି MB ପରେ କିଏ ଅଛନ୍ତି ଆମର ଓଡ଼ିଶା ପାଇଁ ଗୋଟେ ମୁଖ୍ୟମନ୍ତ୍ରୀ ଅଛି ମୁଖ୍ୟମନ୍ତ୍ରୀ ପରେ ତାର ଉପରେ କିଏ ଅଛନ୍ତି ପ୍ରଧାନମନ୍ତ୍ରୀ ଅଛି ସେଇତାଙ୍କୁ ସେମିତି ଅଛନ୍ତି ସେଇଟା ଆମେ ଏପିସି ପୁସ୍ତକ 6 ଅଧ୍ୟାୟ ପଢ଼ିବା ସମୟରେ ଆପଣମାନଙ୍କୁ ମୁଁ ସ୍ପଷ୍ଟ ଭାବରେ କହିବୁ ସେଇତାଙ୍କର ଦଳ ଗୁଡ଼ିକ ସେଇଟା ଜାଣିବାର ଅଛି ସେଠି ଆମେ ଯୁଦ୍ଧ କରିବା ପାଇଁ ଏ ସ୍ଥାନଟି 4ଟି ସ୍ଥାନରେ ଠିଆ ହେବା ସେଇତାଙ୍କର ଶକ୍ତିମାନଙ୍କର ବିରୁଦ୍ଧରେ ଯୁଦ୍ଧ କରିବାର ଅଛି ହେଲେ ମୁଁ ଯୀଶୁ ଜଣେ ମନୁଷ୍ୟର ଶରୀରରେ ଥିବା ସେଇତାରକୁ ଛାଡ଼ିଦେଲେ ନାଇଁ କି ସେ ଛାଡ଼ିକିରି ଗଲା ପରେ ଆହୁରି କ'ଣ 7 ଜଣକୁ ଧରିକିରି ଆଇଲେ ବୋଲି ବାଇବେଲ ଲେଖାଯାଇଛି ନାକି ଦେଖ ଗୋଟିଏ ଆପଣ ବାସ କରିଛନ୍ତି ସେ ଏରିଆରେ ଗୋଟେ ମେମ୍ବର ଅଛି ନା ଗୋଟେ ସେ ମେମ୍ବର ପାରି ନଥିଲେ କୋଉଠିକି ଯିବୁ ସେ ତାର ଉପରାଧିକାରୀ ଜଣେ ଅଛି ଆମର ମ୍ୟୁନିସିପାଲିଟି କିଏ ଅଛି ସେଠିକି ଯିବୁ ସେଠିକି ଲୋକ ସେଇତାନେ ସେମିତି ଗୋଟେ ଜାଗାରେ ସେଇଠି ଅଛନ୍ତି ସେଇଠି ପାରି ନଥିଲେ ତାର ଉପରେ ଯିବୁ ସେମିତି ଯାଇକିରି କ'ଣ କରିବୁ ଏ ସାରା ପୃଥିବୀକି ଗୋଟେ ଅଧିପତି ଅଛନ୍ତି ଏ ଅଧିପତି କୋଉଠି ଅଛନ୍ତି ଦାନିଏଲ ପୁସ୍ତକ 10 ଅଧ୍ୟାୟରେ ସେ ବିଷୟ ଲେଖାଯାଇଛନ୍ତି ପାର୍ସିଆ ଦେଶର ଅଧିପତି ବୋଲି କହନ୍ତି ସେ ବୁଝିଲେ କି ଏ ଭାଇ ଭଉଣୀମାନେ ଆମେ ଯୁଦ୍ଧ କରିବାର ଅଛି ବିଶ୍ୱାସୀ ମାନେ ସମସ୍ତ କୋଉଠି ଠିଆ ହେଇଛନ୍ତି ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛନ୍ତି ହ୍ୟାଲୋ ସେଥିପାଇଁ ଆପଣ ମାନେ କ'ଣ କରିବାର ଅଛି ସୁଜିତ ହବ ଯୁଦ୍ଧ କରିବା ପାଇଁ ଅସ୍ତ୍ର ଶସ୍ତ୍ର ଗୁଡ଼ିକ ପରିଧାନ କର ଠିଆ ହେବ ପିନ୍ଧିବ ଫାଇଟିଂ କରିବ କୋଟି ଏଇ 4ଟି ସ୍ଥାନରେ କିଏ ଜଣେ ବିଶ୍ୱାସୀ ଥିଲେ ଯଥେଷ୍ଟ କେମିତି ଫାଇଟିଂ କରିବ ପ୍ରାର୍ଥନା ଦ୍ୱାରା କେମିତି ଫାଇଟିଂ କରିବ ଆପଣଙ୍କର ହାତରେ କ'ଣ ଡାଳ ଅଛି ଖଡ୍ଗ ଅଛି ଈଶ୍ୱରଙ୍କର ବାକ୍ୟ ଯୀଶୁ ଶୈତାନ ସହିତ କେମିତି ଯୁଦ୍ଧ କଲେ ମାତି ସୁସମାଚାର 4 ଅଧ୍ୟାୟରେ ଆସି ଶୈତାନ ସହିତ କଥା କହୁଥିଲା ସମୟରେ ଶୈତାନ କ'ଣ କହିଲେ ଏଇ ପତ୍ର ଗୁଡ଼ିକ ତୁମେ ରୋଟି କର ବୋଲି କହିଲା ସମୟରେ ମଣିଷ ରୋଟି ଦ୍ୱାରା ବଞ୍ଚିବ ନାହିଁ କେମିତି ଈଶ୍ୱରଙ୍କର ବାକ୍ୟ ଶୈତାନ ସହିତ ଲଢ଼େଇବା ପାଇଁ ଆପଣଙ୍କୁ ଦରକାର ବାକ୍ୟ ଜାଣିବାର ବାକ୍ୟ ନ ଜାଣିଲେ ଆପଣମାନେ ହାରିଯିବ ବାଇବେଲ ମତ ଜାଣିବାଟା ପାଇଁ ମୁଁ କହିନାହାନ୍ତି ବାଇବେଲ ପୁରା ଜାଣିବା ଲୋକମାନେ କେହି ନାହିଁ ସବୁ ଜାଣିବା ଲୋକମାନେ କେହି ନାହିଁ କିନ୍ତୁ ବାଇବେଲର ମୂଳ ସୂତ୍ର ଗୁଡ଼ିକ ଜାଣିବାର ଅଛି ଭିତ୍ତିମୂଳ ବିଷୟ ଗୁଡ଼ିକ ଏଇଟା ନ ଜାଣିଲେ ଆପଣମାନେ ବିଶ୍ୱାସରେ ପଡ଼ିଯିବ ସେଥିପାଇଁ ମୁଁ ଶେଷ କରିବା ପାଇଁ ଯାଉଛନ୍ତି ମଣ୍ଡଳୀରେ ବିଶ୍ୱାସୀ ମାନେ କେଉଁଠାରେ ଅଛି ବୋଲି ମୁଁ କହିଲେ ଏବେ ବର୍ତ୍ତମାନ ଆପଣମାନଙ୍କର ଜୀବନକୁ ଗୋଟେ ଥରେ ପରୀକ୍ଷା କରିଲେ ଭଲ ହେଇଥାନ୍ତା ବିଶ୍ୱାସୀ ମାନେ 1 କୋଟି ଥିବାର ଅଛି ଖ୍ରୀଷ୍ଟଙ୍କଠାରେ ପାସରି ଜୀବନ 1 ଅଧ୍ୟାୟରେ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କଠାରେ 2 ଅଧ୍ୟାୟରେ ବିଶ୍ୱାସୀ ମାନେ ସ୍ୱର୍ଗରେ 3 ଅଧ୍ୟାୟରେ ବିଶ୍ୱାସୀ ମାନେ ମଣ୍ଡଳୀରେ 4 ଅଧ୍ୟାୟରେ ବିଶ୍ୱାସୀ ମାନେ କ'ଣ କରିବାର ଅଛି ଶିକ୍ଷାରେ ଠିଆ ହେବାର ଅଛି 5 ଅଧ୍ୟାୟରେ ବିଶ୍ୱାସୀ ମାନେ ଜଗତରେ ଆଚରଣ କର 6 ଅଧ୍ୟାୟର 1 ଠାରୁ 9 ପର୍ଯ୍ୟନ୍ତ ବିଶ୍ୱାସୀ ମାନେ ଘରେ ଭିତରେ 7 ଏଫେସ ପୁସ୍ତକ 6 ଅଧ୍ୟାୟର 10 ପଦ ଟୁ 24 ପର୍ଯ୍ୟନ୍ତ 26 ପର୍ଯ୍ୟନ୍ତ ବିଶ୍ୱାସୀ ମାନେ ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛନ୍ତି ହ୍ୟାଲୋ ଆଜି ଆପଣମାନଙ୍କର ସ୍ଥାନ ଜାଣିଛନ୍ତି ବିଶ୍ୱାସୀ ମାନଙ୍କର ସ୍ଥାନ 1 ଖ୍ରୀଷ୍ଟଙ୍କଠାରେ 2 ଖ୍ରୀଷ୍ଟଙ୍କଠାରେ ଥିବା ମାନେ କୋଉଠି ଅଛନ୍ତି ସ୍ୱର୍ଗରେ ଥିବା ବିଶ୍ୱାସୀ ମାନେ କୋଉଠି ଥିବାର ଅଛି ମଣ୍ଡଳୀରେ ଥିବା ଲୋକମାନଙ୍କୁ କ'ଣ ଦରକାର
ଚାରି ଅଧ୍ୟାୟରେ ଶିକ୍ଷା ଦରକାର। ଶିକ୍ଷା ପାଇଥିବା ଲୋକମାନେ କେମିତି ଚାଲିବାର ଅଛି, ବିଶ୍ୱାସୀ ମାନେ ଜଗତରେ ପ୍ରେମରେ ଆଚରଣ କର, କେମିତି ଚାଲିବାର ଅଛି। ଆପଣ ମାନଙ୍କର ଆଚରଣ କେମିତି ଚାଲା ବୁଲା କରିବାର ଅଛି। ବାଇବେଲ କହୁଛନ୍ତି କେମିତି ଚାଲିବାର ଅଛି ବୋଲି। ସେ ଏପିସି ପୁସ୍ତକ ପଢିବା ସମୟରେ ମୁଁ ଏଇଟା କହିବି, ଆପଣମାନେ ଶିକ୍ଷା ଦେବି କେମିତି ଚାଲିବାର ଅଛି। ଆଚରଣ କର ଜଗତରେ। ଜଗତର ଲୋକ, ଜଗତ ଆମର ଭିତରେ କାଶ ନାହିଁ, ବୁଝିଲେ କି। ସମୁଦ୍ର ମାଛ ସମୁଦ୍ରରେ କେମିତି ପହଞ୍ଚୁଛନ୍ତି ଦେଖିଲେ। ସେ ଲୁଣ ମାଛ ଲୁଣ ସମୁଦ୍ରରେ ମାଛ ରହୁଛନ୍ତି, କିନ୍ତୁ ମାଛ ଶରୀରରେ ଲୁଣ ଲାଗୁନାହାନ୍ତି। ନହେଲେ ଆପଣମାନେ ସମୁଦ୍ର ମାଛ ମାଗିକିରି ଆଉ ଥରେ କ'ଣ କରିବ, ଲୁଣ କାହିଁକି ପକାଇଛନ୍ତି। ସେହି ପ୍ରକାର ଆମେ ଜୀବନ ଯାପନ କରିବାର ଜଗତରେ। ଆପଣଙ୍କର ପରିବାରରେ ସ୍ୱାମୀ, ସ୍ତ୍ରୀ, ପିଲାମାନେ, କାମ କରିବା ଲୋକମାନେ, କାମ କରିବା ଲୋକମାନଙ୍କ ସାଙ୍ଗରେ ଆପଣ କେମିତି ବ୍ୟବହାର କରିବାର ଅଛି। ଆଉ ପିଲାମାନଙ୍କର ସହିତ କେମିତି ବ୍ୟବହାର କରିବାର ଅଛି। ଛୋଟ ବୟସରେ ପିଲାମାନଙ୍କୁ ଶାସ୍ତି ଦିଅନ୍ତୁ, ମାରନ୍ତୁ, ହାତରେ ନେଇ। କେତେ ଜଣ ବାପା ମା ପିଲାମାନଙ୍କୁ ହାତରେ ପିଟିଛନ୍ତି, ସେମିତି ପିଟିବା ପାଇଁ ବାଇବେଲ ମାନା କରୁଛନ୍ତି। କେମିତି ପିଟିବା ଅଛି, ସାନ ବାଡ଼ି ଧରିକିରି ତାକୁ ପିଟାଅ। କେତେ ମା କହିବ ମାରିବି ମାରିବି ବୋଲି କହିଲେ ମାରିବ ନାହିଁ। ସେମିତି ମାରିବି ବୋଲି କହିଲେ ମାରନ୍ତୁ, ନହେଲେ କହିବ ନାହିଁ। କେତେ ମା କହୁଛୁ ବାପା ଆସ ମୁଁ କହିବି ବୋଲି, ବାପା ଆସିବ ନାହିଁ, ମା କା ଶାସ୍ତି ଦଉ ପିଲାମାନଙ୍କୁ ପେଟ। ଆଉ କ'ଣ ପିଲାମାନଙ୍କୁ ପିଟିବାଟା ମାତ୍ର ନାହିଁ, ପିଟିଲା ପରେ ସାଙ୍ଗେ ସାଙ୍ଗେ ପ୍ରେମ କର। ସେମାନଙ୍କୁ କେବେ ବି ଆପଣମାନଙ୍କୁ ତୁ ପଢ଼ିବ ନାହିଁ, ତୁ ପଢ଼ିବ ନାହିଁ, ତୁ ଜାଣି ନାହିଁ, ବାହାର ଲୋକକୁ ଦେଖ, ସେମିତି କହିବ ନାହିଁ। ଆପଣମାନଙ୍କର ପିଲାମାନଙ୍କୁ ଗାଳି କରିବା ସମୟରେ, ପିଟିବା ସମୟରେ ଲୋକମାନଙ୍କର ମଧ୍ୟରେ କର ନାହିଁ। ଘର ଭିତରେ କାଣିକିରି ତମେ ପେଟ ମାର, ଗାଳି କର। ଏମିତି କଲେ ପିଲାମାନଙ୍କର ଇଜ୍ଜତ ରହିଯିବ। ପିଲାମାନେ ଆପଣମାନଙ୍କୁ ବହୁତ ପ୍ରେମ କରନ୍ତି, ପ୍ରେମ କରିବ, କରନ୍ତି ନାହିଁ, ପ୍ରେମ କରିବ। ସେଥିପାଇଁ ମୁଁ କହିବାର ଅର୍ଥ, ପରିବାର ଭିତରେ ସ୍ୱାମୀ, ସ୍ତ୍ରୀ, ପିଲାମାନେ କେମିତି ଜୀବନ ଯାଏ। ତାପରେ ଆମମାନେ ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛନ୍ତି। ଭାଇମାନେ ଯୁଦ୍ଧ କ୍ଷେତ୍ରରେ ଠିଆ ହଉ, ଆମେ ଯୁଦ୍ଧ କରିବା। କାହାର ବିରୁଦ୍ଧରେ? ଶୈତାନ ବିରୁଦ୍ଧରେ। ଇଣ୍ଡିଆର ବର୍ଡରରେ ଆମର ମିଲିଟାରୀ ମାନେ କେମିତି ଠିଆ ହେଇଛନ୍ତି। ଓଡ଼ିଶାରେ ଭିନ୍ନ ଭିନ୍ନ ସ୍ଥାନରେ ପାଷ୍ଟରମାନଙ୍କୁ, ବିଶ୍ୱାସୀମାନଙ୍କୁ ଠିଆ କରିଦେଇଛନ୍ତି। କିନ୍ତୁ ଯୁଦ୍ଧ କ୍ଷେତ୍ରରେ ଠିଆ ହେବା ଲୋକମାନେ ଯୁଦ୍ଧ କରୁନାହାନ୍ତି। ସେମାନେ ସମସ୍ତ ମାନେ ପଛ ଖାଇଯାଇଛି। ହ୍ୟାଲୋ, ଠିଆ ହୁଅନ୍ତୁ, ଯୁଦ୍ଧ କର। ଆମର କ୍ୟାପ୍ଟେନ୍ ଯୀଶୁ ଖ୍ରୀଷ୍ଟ ଏଭ୍ରି ପୁସ୍ତକ 12 ଅଧ୍ୟାୟରେ 1-2 ପଦରେ, ଆମର 12 ପଦରେ ଏମିତି ଲେଖାଯାଇଛନ୍ତି। କ'ଣ ସେଠି ଲେଖାଯାଇଛନ୍ତି? ନେତା। ଇଂଲିଶ ବାଇବେଲ ପଢ଼ିଲେ କ'ଣ ଅଛି? କ୍ୟାପ୍ଟେନ୍ ବୋଲି ଲେଖାଯାଇଛି। ଆମର କ୍ୟାପ୍ଟେନ୍ କ'ଣ? ଯୀଶୁ ବାପା, ଯୀଶୁ ଖ୍ରୀଷ୍ଟ ଆଗେ ଅଛି, ତୁମ ପଛରେ ଠିଆ ହୁଅ, ଯୁଦ୍ଧ ଜିତିବ। ଆସନ୍ତୁ, ଆଖି ବନ୍ଦ କରିବା। ଖାଲି ସକାଳେ 7ଟା ବେଳେ ପୁଣି ଥରେ ମିଶିବା, 7:15 ପୁଣି ଥରେ ମିଶିବା। ଆଖି ବନ୍ଦ କରିବା, ପ୍ରାର୍ଥନା କର। ଏ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ଆଜି ବାଇବେଲ ଧ୍ୟାନ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରୁଛ, ସେଥିପାଇଁ ଧନ୍ୟବାଦ। ବାକ୍ୟ ଶୁଣିବା ପ୍ରଭୁଙ୍କର ଦାସୀ ଦାସମାନଙ୍କୁ ବାହୁଲ୍ୟଭାବେ ଆଶୀର୍ବାଦ କର। ଆମେ ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛି, ଆମେ ଯୁଦ୍ଧ କରିବା ପାଇଁ ଆମକୁ ବଳ ଦିଅ। ଆମର କ୍ୟାପ୍ଟେନ୍, ଆମର ନେତା ଆଗେ ଠିଆ ହେଇଛନ୍ତି, ତୁମର ପଛରେ ଆମେ ଠିଆ ହେବାକୁ ଆମକୁ ବଳ ଶକ୍ତି ଦିଅ। ଏ ଦିନମାନଙ୍କର ମଧ୍ୟରେ ଏ ବାଇବେଲ ଷ୍ଟଡି ଦ୍ୱାରା ଅନେକ ଭାଇ ଭଉଣୀମାନଙ୍କର ଜୀବନରେ ଆଶୀର୍ବାଦ ପାଇବା ସାହାଯ୍ୟ। ପ୍ରଭୁ ଆମମାନଙ୍କ କଥା କହୁଥିଲେ ଭାଇ, ଧନ୍ୟବାଦ। ପ୍ରାର୍ଥନା ଶୁଣୁଛନ୍ତି ଯୀଶୁ ନାମରେ ମାଗୁଛି। ପ୍ରଭୁ ଯୀଶୁଙ୍କର ଈଶ୍ୱରଙ୍କର ପ୍ରେମ, ପବିତ୍ର ଆତ୍ମାଙ୍କର ସହଭାଗିତା ତୁମମାନଙ୍କର ସମସ୍ତଙ୍କର ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଇଜଣବରିନ୍ଦ ସାମର୍ଥ୍ୟ ବନ୍ଧୁ। ଆମେନ୍। ପ୍ରାଇଜ୍ ଦ ଲର୍ଡ। କାଲି ସକାଳେ 7:15 ପୁଣି ଥରେ ମିଶିବା। ଆପଣମାନଙ୍କୁ ଈଶ୍ୱର ବାହୁଲ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍।